ଭିତରେ ତାଙ୍କର ପ୍ରତୀକ୍ଷାରେ ତାଙ୍କୁ ହୁଏତ ଦେଖିବା ପାଇଁ ଏକ ମାନସିକତା ଯାହାର ଅନ୍ତର ଭିତରେ ଯେତେବେଳେ ଜାଗରିତ ହେଇଥିଲା, ସେଇ ଈଶ୍ୱର କିନ୍ତୁ ସହଜ ସରଳ ଭାବରେ ମଣିଷ ତନୁରେ ଓହ୍ଲେଇ ଆସିଥିଲେ ତାଙ୍କର ଦିବ୍ୟ ବୈକୁଣ୍ଠ ଧାମ ପରିତ୍ୟାଗ କରି। ପ୍ରାଣଦୟାଳ ଶ୍ରୀ ଶ୍ରୀ ଠାକୁର ଯିଏ ଆସିବେ ତାଙ୍କର ଶତମନ୍ତ୍ର ବହୁ ଆଗରୁ ଚାଲି ଆସିଥିଲା ଏ ମର୍ତ୍ତ୍ୟ ଧାମକୁ। ସେଦିନ ଜଣେ ସାଧକଙ୍କ ମୁହଁରୁ ମୁଁ ଶୁଣିଥିଲି ତାଙ୍କର ନାମର 4 ଅକ୍ଷରରେ 4 ଜଣ ବିଶିଷ୍ଟ ସାଧକ ମର୍ତ୍ତ୍ୟ ଧାମରେ ପ୍ରଥମେ ଆସିଛନ୍ତି, କ୍ଷେତ୍ର ପ୍ରସ୍ତୁତ କରିଛନ୍ତି, ନାମ ଜପ ଏବଂ ତପସ୍ୟାର ମାଧ୍ୟମରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତାଙ୍କୁ ଆହ୍ୱାନ କରିବାର ଏକ ଅନନ୍ତ ସୁଯୋଗ ସେମାନେ ପ୍ରାପ୍ତ ହେଇଥିଲେ। ସେମାନେ ଥିଲେ ଅକ୍ଷରରେ ଯୋଗୀ ଅରବିନ୍ଦ, ଯିଏକି ତାଙ୍କ ଅଟୋବାୟୋଗ୍ରାଫିରେ ଲେଖିଦେଇ କରି ଯାଇଛନ୍ତି, ମୁଁ ଯେତେବେଳେ ଧ୍ୟାନସ୍ଥ ହୁଏ ଏଇ ଭାରତ ବର୍ଷର ପୂର୍ବାକାଶରେ ଦେଖେ ଏକ ଜ୍ୟୋତିଷମାନ ଆଲୋକ ସତେ ଯେପରି ଓହ୍ଲେଇ